ମୁଁ କେମିତି ଡକ୍ଟର ମ୍ୟାଡ଼ାମକୁ ରାତିରେ ଖଟ ଉପରେ ପକାଇ ନିଘାତ ଘିଆଁ ଗେହିଲି। ଗେହିଁ ଗେହିଁ ତା ବିଆରୁ ଥପ୍ ଥପ୍ କରି ନାଳ ବାହାର କରିଦେଲି। ଆପଣମାନେ ଶୁଣିଲେ ଆପଣମାନଙ୍କର ବାଣ୍ଡରୁ ବି ଆପେ ଆପେ ବୀଜ ବାହାରି ପଡ଼ି ପୁରା ଛିଟା ମାରିବ। ଆଉ ଘିଆଁ ଗେହିଁର ମଜା ନେବା ପାଇଁ ମୋ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବାକୁ ଅନୁରୋଧ। ଯଦି ଅଧା ଅଧା ଦେଖନ୍ତି ତ ଏହି କାହାଣୀଟି ଆପଣମାନେ ବୁଝିପାରିବେନି। ତ ମୁଁ ଡାଇରେକ୍ଟ କାହାଣୀ ଉପରକୁ ଆସୁଛି। ସେଦିନ ମୁଁ ନୂଆ ନୂଆ ବାହା ହେଇଥାଏ। ଆଉ ମୋର ବହୁତ ବଡ଼ ଅସୁବିଧା। ମୋର ଅସୁବିଧା କ'ଣ ନା, ମୋ ମାଇକିନିଆ ମୋତେ ଗେହିବା ପାଇଁ ଦେଉନଥାଏ। ମୋ ମାଇକିନିଆ ଦେଖିବା ପାଇଁ ଅତି ସୁନ୍ଦର ଆଉ ମନୋରମା। ସେ ଦେଖିବା ପାଇଁ ଜବରଦସ୍ତ। ତା ଦୁଧ ଆଉ ତା ଗାଣ୍ଡି, ଓହୋ, ତାର ତାରିଫ ଯେତେ କଲେ ବି ସେ ଅସରନ୍ତି। କାହିଁକିନା ତା ଦୁଧର ଭୁଣ୍ଡି ପୁରା ଚିପକିକିରି ଉପରକୁ ବାହାରିଥାଏ। ଆଜି ଯାଏ କେହି ହାତ ଲଗାଇ ନଥାନ୍ତି। ଆଉ ବିଆର ଫାଙ୍କ ପୁରା ପତଳା, ଯେମିତି ଆଗରୁ ଘିଆଁ ଖାଇନି। ବିଆରେ ନାଳ ବାଲୁ ବାଲୁ ଯେମିତିକି ଆଗରୁ ଘିଆଁ ଖାଇନି କି କେହି ବିଆ ଚାଟି ନାହାନ୍ତି। ତ ମୁଁ କ'ଣ କଲି, ନୂଆ ନୂଆ ପାଇଁ ଗେହିବା ପାଇଁ ମୁଁ ଯେତେବେଳେ ମୋ ବାଣ୍ଡକୁ ତା ହାତରେ ଧରେଇଲି, ସେ ବାଣ୍ଡକୁ ତ ହଲେଇଲା, ହେଲେ ପାଟିରେ ପୁରେଇଲା, ହେଲେ କ'ଣ ହେବ, ଗେହିବା ପାଇଁ ମନା କରିଦେଲା। କହିଲା ନା, ଯେତେ ଗେହିବାକୁ ଯିବି ସେତେ ସେ କାନ୍ଦିବ। ତ ମୁଁ ଭାବିଲି ଅସୁବିଧା କ'ଣ, ମୋ ରାଗ ଚିଡ଼ୁଥାଏ। ଧୀରେ ଧୀରେ ମୁଁ କ'ଣ କଲି, ମୁଁ କହିଲି ବାହା ହେଲି, ହେଲେ ମୋ ମାଇକିନିଆ ମୋତେ ତ ଗେହିବା ପାଇଁ ଦେଉନି। ମୁଁ କ'ଣ କରିବି ଏ ସମୟରେ? ତ ମୋତେ ଜଣେ ମୋ ସାଙ୍ଗ ଉପଦେଶ ଦେଲା। କହିଲା, ଦେଖ, ତୋର ସବୁଠୁ ବଡ଼ ଅସୁବିଧା ହେଉଛି ତୋ ମାଇକିନିଆ। ତୋର କୌଣସି ପ୍ରକାର ଅସୁବିଧା ନାହିଁ, ଯାହା କିଛି ତୋ ମାଇକିନିଆର ଅସୁବିଧା। ସେହି ତୋତେ ଗେଇବା ପାଇଁ ଦେଉନି ନା, ନହେଲେ ତୁ ତ ବାଣ୍ଡ ଠିଆ ହେଉଛି, କୌଣସି ଅସୁବିଧା ନାହିଁ। ମୁଁ କହିଲି ଠିକ୍ କଥା ଯେ, ହେଲେ ମୁଁ କ'ଣ କରିବି? ନା, ମୋର ଗୋଟେ ଜଣାଶୁଣା ଆଉ ଭଲ ଡକ୍ଟରଟେ ଅଛନ୍ତି। ତମେ ତାଙ୍କୁ ତମ ମାଇକିନିଆକୁ ନେଇ ତାଙ୍କ ପାଖକୁ ଯାଅ, ଆଉ ତମେ ତମର ଅସୁବିଧା ତାଙ୍କୁ କୁହ। ସେ ତମର ସବୁ କିଛି ଅସୁବିଧା ଠିକ୍ କରିଦେବେ। ମୁଁ କିଛି ଦୂର କ'ଣ କଲି ନା, କିଛି ଦିନ ଚିନ୍ତା କଲି। ତାପରେ ଚୁପଚାପ୍ ମୋ ମାଇକିନିଆକୁ ମୁଁ ଜଣେଇଲି। ଆଉ ମୋ ମାଇକିନିଆକୁ ଜଣେଇବା ପରେ ମୋ ମାଇକିନିଆ କହିଲା, ମୁଁ କ'ଣ କରିବି? ମୋର ଘିଆଁ ଖାଇବା ପାଇଁ ଟୋଟାଲ ଇଚ୍ଛା ନାହିଁ। ମୁଁ କ'ଣ କରିବି? ମୁଁ ତାକୁ କହିଲି, ତୋର ଘିଆଁ ଖାଇବାକୁ ଇଚ୍ଛା ନାହିଁ, ହେଲେ ତୋର ତ ମନ କରୁଥିବ ନା ନାହିଁ। ଗୋଟେ ଟୋକା ତୋତେ ଗେହୁଁ, ତୋ ଦୁଧ ଦୁଇଟାକୁ ଚିପୁ, ତୋ ଛାତିରେ ଓଠ ଲଗାଇ ଚାଟୁ, ତୋ ବିଆରେ ଆଙ୍ଗୁଠି ପୁରେଇ ନାଳ ବାହାର କରୁ, ତୋତେ ଏସବୁ କରିବା ପାଇଁ ଭଲ ଲାଗୁଥିବ ନା ନାହିଁ? ନା, ମୋର କେତେବେଳେ କେମିତି ଇଚ୍ଛା ହୁଏ, ପ୍ରାୟ ସମୟ ମୋର ଇଚ୍ଛା ହୁଏନି। ମୁଁ ବଡ଼ ଅସୁବିଧାରେ ପଡ଼ିଲି। ମୋ ସାଙ୍ଗ ଜଣେ ମୋତେ କହିଲା, ସେଇ ସାଙ୍ଗ ଯେଉଁ ସାଙ୍ଗ କି ଡକ୍ଟରର ପରାମର୍ଶ ଦେଇଥିଲା, ମୋତେ କହିଲା, ତୁ ଗୋଟେ କାମ କର, ହୁଏତ ତୋ ବାଣ୍ଡ ତାକୁ ପସନ୍ଦ ହେଉନଥିବ, ଆଉ କାହା ବାଣ୍ଡ ଟ୍ରାଏ କର। ମୁଁ କହିଲି, ଦେଖେ ସାଙ୍ଗ, ସେ କାହା ବାଣ୍ଡ ଜମା ପସନ୍ଦ କରୁନି। ମୋତେ ମୋ ସାଙ୍ଗ କହିଲା, ତୁ ତା ବିଆ ଚାଟ। ମୁଁ ଦିନକର ଘଟଣା, ମୁଁ କ'ଣ କଲି ନା, ରାତିରେ ଶୋଇଥିବା ସମୟରେ ତା ଚଡ଼ିଟାକୁ ଖୋଲି ତା ବିଆକୁ ଚାଟିବାରେ ଲାଗିଲି। ସେ ବି ଉଆରେ ପୁରା ଶବ୍ଦ କରି କମ୍ପେଇଲା। ହେଲେ କ'ଣ ହେବ, ମୁଁ ଯେତେବେଳେ ମୋ ବାଣ୍ଡ ବାହାର କଲି, ମୋ ବାଣ୍ଡରେ ହାତ ମାରି ରୋକିଦେଲା, କହିଲା ମୋତେ ଗେହିବା ମନା। ମୁଁ କ'ଣ କରିବି ଚିନ୍ତାରେ ବହୁତ ରହି କିଛି ଦିନ ପରେ ଡକ୍ଟରଙ୍କ ପାଖକୁ ଦେଖିବା ପାଇଁ ଚିନ୍ତା ଆଉ ମନସ୍ଥ କଲି। ମୁଁ ଚୁପଚାପ୍ ତାକୁ ଡକ୍ଟରଙ୍କ ପାଖକୁ ନେଇଗଲି। ଆଉ ଡକ୍ଟର ମ୍ୟାଡ଼ାମ୍ ମୋତେ କହିଲେ ଦେଖ, ଗୋଟେ ଘଟଣା ହେଉଛି, ଦୁଇ ଜଣଙ୍କର ଇଚ୍ଛା ଯେତେବେଳେ ଥାଏ ଘିଆଁ ଖାଇବାରେ କି ଗେହିବାରେ, ତ ସେତେବେଳେ ମଜା ଆପେ ଆପେ ଆସିଥାଏ। ମୁଁ କହିଲି, ଆପଣଙ୍କ କଥା ସତ, ହେଲେ ମୁଁ କ'ଣ କରିବି? ମୋ ମାଇକିନିଆ ତ ଜମା ମୋତେ ବିଆ ଦେଖେଇବାକୁ ପୁରା ଆଡ଼ ଆଖିରେ ମନା କରିଦେଉଛି। ତମେ ହିଁ କିଛି ଉପାୟ ବତାଇ ଦିଅ। ତ ଡକ୍ଟର କହିଲେ ଦେଖ, ତମେ ଆଲିଙ୍ଗନ କର ତମ ମାଇକିନିଆର ଦୁଧରେ, ତାଙ୍କ ଜଙ୍ଘରେ, ତାଙ୍କ ବିଆରେ, ତାଙ୍କ ଗାଣ୍ଡିରେ। ମୁଁ କହିଲି, ମୋ ବାଣ୍ଡରେ କୌଣସି ଦୋଷ ନାହିଁ। ମୋତେ ଡକ୍ଟର କହିଲେ, ମାନେ ସେ ଲେଡ଼ିଜ୍ ଜଣଙ୍କ ଡକ୍ଟର ମ୍ୟାଡ଼ାମ୍ କହିଲେ ତମର ବାଣ୍ଡ ଠିଆ ହେଉଛି ତ? ମୁଁ କହିଲି, ହଁ ଆଜ୍ଞା, ମୋ ବାଣ୍ଡରେ ତ କୌଣସି ଅସୁବିଧା ନାହିଁ, ମୋ ବାଣ୍ଡ ଠିଆ ହେଉଛି। ତ ଡକ୍ଟର ମ୍ୟାଡ଼ାମ୍କୁ ମୁଁ ଯେତେବେଳେ ଦେଖିଲି, ମୁଁ ଆପଣଙ୍କୁ ତାଙ୍କ ବିଷୟରେ କ'ଣ କହିବି। ସେ ପୁରା 6 ଫୁଟର ଡକ୍ଟର ମ୍ୟାଡ଼ାମ୍। ତାଙ୍କ ଦୁଧର ସାଇଜ୍ ପୁରା ହାଣ୍ଡି ଭଳିଆ ବଡ଼ ବଡ଼। ମୁଁ ଦେଖି ମୋର ଲୋଭ ହେଇଗଲା। ମୁଁ କହିଲି, ଆଜ୍ଞା,
ମୁଁ ବହୁତ ବଡ଼ ଭୁଲ କରିଦେଲି। ମୋତେ ତମ ଭଳି ଜଣେ ମାଇକିନିଆ ଦରକାର ହେଉଥିଲା, ହେଲେ ମୁଁ ଭୁଲ ଭାଲରେ ତାକୁ ବିବାହ କରି ଫସିଗଲି। ସେ ମୋତେ ଗେହିବା ପାଇଁ ହିଁ ଦେଉନି। ଡକ୍ଟର ମ୍ୟାଡ଼ାମ୍ କହିଲେ ସେଠି ଅସୁବିଧା ତମର କିଛି ନାହିଁ, ଅସୁବିଧା ତମ ମାଇକିନିଆର। ତମ ମାଇକିନିଆ ତମ ଉପରେ ସନ୍ତୁଷ୍ଟ ନୁହଁ। ମୁଁ କହିଲି ଇଏ ବଡ଼ ସମସ୍ୟା, ମୁଁ ୟାର ସମାଧାନ ଚାହୁଁଛି, ମୋତେ ଦୟାକରି ୟାର ସମାଧାନ ଦିଅନ୍ତୁ। ଡକ୍ଟର ମ୍ୟାଡ଼ାମ୍ କିଛି ମେଡ଼ିସିନ ଲେଖିଲେ, ଆଉ ମୁଁ ଚୁପଚାପ ଗଲି ମେଡ଼ିସିନ ଷ୍ଟୋରରୁ ଆଣିକରି ଆସିଲି। ତ ମେଡ଼ିସିନ ଷ୍ଟୋରରୁ ଆଣି ଆସିବା ପରେ ମାସେ ଖଣ୍ଡେ ଟ୍ରିଟମେଣ୍ଟ କଲି। ତାପରେ ଟ୍ରିଟମେଣ୍ଟ କଲା ପରେ ଡକ୍ଟର କହିଲେ ଦେଖ, ଆଗ ଟ୍ରିଟମେଣ୍ଟ ଯେଉଁଟା ହେବ, ଆଗକୁ ଯେଉଁ ଟ୍ରିଟମେଣ୍ଟଟା ହେବ, ସେ ଟ୍ରିଟମେଣ୍ଟଟା ସେ ଚିକିତ୍ସା କେବଳ ତୁମ ଘରେ ହିଁ ହେଇପାରିବ। ମୁଁ ଯାଇ ତୁମର ଘରେ କରେଇଦେବି। ମୁଁ କହିଲି ଠିକ୍ ଅଛି। ମୁଁ ସେତେବେଳେ ଯାଇ ଜାଣିନଥିଲି ସେ ଡକ୍ଟରର ଇଚ୍ଛା କ'ଣ ଥିଲା। ଏଇଠି ଆସିବ ଟୁଇଷ୍ଟ। ତ ଯେତେବେଳେ ସେ ଡକ୍ଟର ମ୍ୟାଡ଼ାମ୍ ସମୟ ହେଇଗଲା, 2 ମାସ ପ୍ରାୟ ହେଇଗଲା, ତଥାପି ମୋ ମାଇକିନିଆ ସବୁକିଛି ଔଷଧପତ୍ର ଖାଇବି ମୋତେ ଗେଇବା ପାଇଁ ଦେଉନଥାଏ। ସେତେବେଳକୁ ଡକ୍ଟର ମ୍ୟାଡ଼ାମ୍ ଆସିଲେ। ଡକ୍ଟର ମ୍ୟାଡ଼ାମ୍ ଆସି ମୋତେ କହିଲେ ଗୋଟେ କାମ କର। ତାପରେ ମୁଁ ମୋର ସବୁ ଦୁଃଖ ଡକ୍ଟର ମ୍ୟାଡ଼ାମ୍କୁ ଜଣେଇଲି। ମୁଁ କହିଲି ଏମିତିଆ ଅସୁବିଧା, ମୁଁ ଯେତେ ଗେଇବା ପାଇଁ ଚେଷ୍ଟା କଲେ ବି ସେ ମୋତେ ଦେଉନାହାନ୍ତି, ତମେ ହିଁ କିଛି ଉପାୟ କର। ସେ କହିଲେ ତମେ ଯଦି ଖରାପ ନ ଭାବିବ ତାହେଲେ ମୁଁ ତୁମକୁ ଗୋଟେ କଥା କହିବି। ମୁଁ କହିଲି ହଁ ଆଜ୍ଞା, ଆପଣ ତ ହିଁ ତୁମର ସବୁକିଛି, ଆପଣ ତ ସବୁକିଛି। ତମ ଯଦି କି ମୋତେ ନ କହିବ ତ ତାହେଲେ ମୋତେ କିଏ କହିବ? ତାହେଲେ ଏଇ କଥା କହିସାରିଲା ପରେ ଡକ୍ଟର ମ୍ୟାଡ଼ାମ୍କୁ ଓଠରେ ଟିକେ ହସ ଲାଗିଲା, ଆଉ ସେ ଟିକେ ମୁରୁକି ହସି ଦେଇ ମୋତେ କହିଲେ ଚାଲ ପାଗଳ। ମୁଁ କହିଲି ନା କୁହ, ମୁଁ ତୁମର ସବୁ ଇଚ୍ଛା ପୁରା କରିପାରିବି, ମୁଁ ଯାହା କହିବ ମୁଁ ସେୟା କରିବି। ମୋତେ କହିଲେ ତମେ ତୁମ ବାଣ୍ଡକୁ ମୋତେ ଦେଖାଅ, ଆଉ ମୁଁ ହାତରେ ମୁଠେଇକିରି ଧରିବି, ଆଉ ଦେଖିବି ତମ ବାଣ୍ଡ କେତେ ମୋଟା, ଆଉ ତମ ମାଇକିନିଆର ବିଆରେ ଯିବା ପାଇଁ ଅସୁବିଧା କ'ଣ। ମୁଁ କ'ଣ କଲି, ରାତିରେ ସେତେବେଳେ ମୋ ସ୍ତ୍ରୀ ମୋ ଘରେ ମୋର ଆଉ ଗୋଟେ ରୁମ୍ରେ ଶୋଇଯାଇଥାଏ, ଆଉ ମୁଁ ଡକ୍ଟର ସହିତ କଥା ହେଉଥାଏ। ତ ମୋର ସ୍ତ୍ରୀ କୌଣସି ପ୍ରକାର ସନ୍ଦେହ ବି ମୋତେ କରୁନଥାଏ। ମୁଁ କ'ଣ କଲି ନା, ଡକ୍ଟର ମ୍ୟାଡ଼ାମ୍କୁ ମୋ ପ୍ୟାଣ୍ଟରୁ ମୋ ଲମ୍ବା ବାଣ୍ଡ କାଢ଼ି ଦେଖେଇଲି। ମୋ ଲମ୍ବା ବାଣ୍ଡ କାଢ଼ି ଯେତେବେଳେ ଦେଖେଇଲି, ଡକ୍ଟର ମ୍ୟାଡ଼ାମ୍ ପୁରା ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ ଓ ମାଇ ଗଡ଼୍, ତମର ଏତେ ବଡ଼ ବାଣ୍ଡ ଦେଖି ମୁଁ ଯେ ଡରି ଯାଉଛି, ତମ ମାଇକିନିଆ ଡରିବାଟା ତ ସ୍ୱାଭାବିକ। ତମର ଏତେ ବଡ଼ ବାଣ୍ଡ କେବଳ ମୋ ଗାଣ୍ଡି ଆଉ ମୋ ବିଆ ପାଇଁ ହିଁ ଠିକ୍। ମୁଁ କହିଲି ଆଚ୍ଛା ଏମିତିଆ କଥା କି? ମୁଁ କହିଲି ଆଉ ମ୍ୟାଡ଼ାମ୍, ଆପଣଙ୍କ ବିଆ ପାଇଁ ତ ଠିକ୍, ହେଲେ ଆପଣଙ୍କ ବିଆକୁ ଚାଟିଲେ ତ ଆପଣଙ୍କର ଇଚ୍ଛା ହେବ ନା। ଇଏ ଜରୁରୀ ନୁହଁ କି କାହା ବିଆକୁ ଚାଟିଲେ ତାକୁ ଗେହିବା ପାଇଁ ଇଚ୍ଛା ହେବ। ତମେ ଡାଇରେକ୍ଟ ବି ଗେହିପାର। ଯଦି ବିଆ ଚାଟି ଚାଟି ଗେହିବ ତାହେଲେ ଆହୁରି ତାକୁ ବହୁତ ଆନନ୍ଦଦାୟକ ଦେଖେଇବ। ମୁଁ କହିଲି ଠିକ୍ ଅଛି। କଥା ଏତିକିରେ ଶେଷ ହେଲା। ତାପରେ ଡକ୍ଟର ମ୍ୟାଡ଼ାମ୍ ତା ଚଡ଼ିରେ ହାତ ପୁରେଇ ବିଆରେ ଆଙ୍ଗୁଠି ପୁରେଇବାରେ ଲାଗିଲେ। ମୋ ବାଣ୍ଡ ସେତେବେଳେ ପୁରା ଛନଛନ ଡାକୁଥାଏ, ଠିଆ ହେଇଥାଏ, ନାଲି ଫରଫର ହେଇଯାଇଥାଏ। କାହିଁକିନା ମୁଁ ଦେଖିବା ପାଇଁ ବି ସେମିତିଆ ନଙ୍ଘା ଆଉ ଗୋରା ଟୋକାଟେ। ତ ଏହାର ମଉକା ନେଇ ମୁଁ କ'ଣ କଲି ନା, ଡକ୍ଟର ମ୍ୟାଡ଼ାମ୍ର ବିଆକୁ ଆଙ୍ଗୁଠିରେ ଆଉଁସିବାରେ ଲାଗିଲି। 2 ଆଙ୍ଗୁଠିରେ ଆଉଁସି ଯେତେବେଳେ ବିଆ ଟିକେ ଗରମ ହେବାକୁ ଲାଗିଲା, ସେ ଗରମ ବିଆରେ ମୁଁ ମୋ ଓଠକୁ ଲଗେଇ ଚାଟିବାରେ ଲାଗିଲି। ଯେତେ ମୁଁ ଚାଟୁଥାଏ, ଡକ୍ଟର ମ୍ୟାଡ଼ାମ୍ ମୋ ମୁହଁକୁ ମାଡ଼ି ତାଙ୍କ ବିଆରେ ଆହୁରି ବହୁତ ତେଜରେ ଲଗେଇ ଦେଉଥାନ୍ତି। ମୋତେ ବହୁତ ଭଲ ଲାଗୁଥାଏ, ତଥାପି ମୋ ଛାତି ପୁରା ଧକ୍ ଧକ୍ ହେଉଥାଏ। ତାପରେ ମୁଁ କହିଲି ଆଉ ଡକ୍ଟର ମ୍ୟାଡ଼ାମ୍, ମୁଁ କଣ୍ଟ୍ରୋଲ୍ ହେଇପାରୁନି। ନା ଗୋଟେ କାମ କର, ଏହି ତ ତମର ଅସୁବିଧା, ତମେ ଆଗରୁ କେଉଁଠି କାହାକୁ ଗେହିଛ କି? ମୁଁ କହିଲି ନା, ମୁଁ ମୋ ଜୀବନରେ ପ୍ରଥମ ଥର ଗେହିବା ପାଇଁ ମୋ ସ୍ତ୍ରୀ କି ମୁଁ ଗେହିବି ବୋଲି ମୁଁ ଚିନ୍ତା କଲି, ତଥାପି ମୋ ସ୍ତ୍ରୀ ଦେଲାନି। ନା ଏଇ ତ ତମର ଅସୁବିଧା, ତମେ ପ୍ରଥମ ଥର ମୋତେ ଗେହି ନିଅ, ତାପରେ ତମ ବାଣ୍ଡ ଟିକେ ନରମ ପଡ଼ିଯିବ। ମୁଁ କ'ଣ କଲି, ସତକୁ ସତ ସେ ଡକ୍ଟର ମ୍ୟାଡ଼ାମ୍ ଯେମିତି ମୋ ବାଣ୍ଡକୁ ହାତରେ ଧରି ହଲେଇବାକୁ ଲାଗିଲେ, ମୁଁ ଆଉ କଣ୍ଟ୍ରୋଲ୍ କରିପାରିଲିନି। ମୁଁ ତାଙ୍କୁ ଖଟ ଉପରେ ପକେଇ, ମୁଁ କ'ଣ କହିବି, ତାଙ୍କ ନାଲିଆ ଟେପ୍କୁ ଫାଡ଼ି ତାଙ୍କ ଦୁଧ 2ଟାକୁ 2 ହାତରେ ଦଳିବାକୁ ଲାଗିଲି। ତାଙ୍କର ଦୁଧ 2ଟାର ଭୁଣ୍ଡିକୁ ମୋ ଜିଭରେ ମୁଁ ଚାଟିବାରେ ଲାଗିଲି। ତାଙ୍କ ଦୁଧର ଭୁଣ୍ଡି ଟେଙ୍ଗେଇ ଆସିଲା ବେଳକୁ ମୁଁ ମୋ ଲମ୍ବା ବାଣ୍ଡକୁ ନେଇ ତାଙ୍କ ଦୁଧରେ ଘଷିବାକୁ ଲାଗିଲି। ସେ ବହୁତ ଖୁସି ମନେ କରୁଥାନ୍ତି। ତାପରେ ତାଙ୍କର ବାଁ ଗୋଡ଼କୁ ଟିକେ ବିଆ ଚାଟିବାକୁ ଲାଗିଲି। ଚାଟି ମନ ଭରିଗଲା ଯେମିତି ମୁଁ ଗେହିବାକୁ ଲାଗିଲି। ଗେହି ମୁଁ ପୁରା ଥକି ଯାଇଥାଏ, ତଥାପି ମୁଁ ଗେହିବା
କହିବାରେ ଫୁର୍ସତ ଦେଉନଥାଏ। ଡକ୍ଟରୀ ମ୍ୟାଡ଼ାମ୍ ମୋ ଉପରେ ବହୁତ ଖୁସି ହେଲେ। ଆଉ କେତେବେଳେ ମୁଁ ତାଙ୍କ ଘରେ ଯାଇ ଗେଉ ଦେଉଥାଏ ତ କେତେବେଳେ ସେ ମୋ ଘରକୁ ଆସିଯାଉଥାନ୍ତି। ତ ଧୀରେ ଧୀରେ ମୋ ସ୍ତ୍ରୀ ସନ୍ଦେହ କରିବାକୁ ଲାଗିଲା, କହିଲା ଆଜିକାଲି କାହିଁ ମୋ ହଜବେଣ୍ଡ ମୋତେ ଗେହିବା ଆଗରୁ ତ ଗେଇବ କହୁଥିଲା, ହେଲେ ଆଜିକାଲି ମୋ ବିଆରେ ବି ହାତ ଟିକେ ଲଗାଉନି କି ମୋ ଦୁଧରେ ଟିକେ ହାତ ଲଗାଉନି। ତ ମୁଁ ଚୁପଚାପ ମୋ ଖଟ ଉପରେ ଶୋଇଥାଏ। ଅଚାନକ ମୋ ମାଇକିନିଆ ଆସିଲା। ତା ଦୁଧ ଦୁଇଟା ମୋତେ ମେଲେଇକିରି ଦେଖିଲା, କହିଲା ଦେଖ ମୋ ଦୁଧ ଦୁଇଟା ଆଗ ଅପେକ୍ଷା ଛୋଟ ହେଇଗଲାଣି, କ'ଣ ପାଇଁ ମୁଁ ଜାଣିପାରୁନି। ମୁଁ କହିଲି କ'ଣ ଅସୁବିଧା? ମୁଁ କେମିତି କହିବି ନା ତମେ ଆଗରୁ ଭଲ ଭାବରେ ମୋ ଦୁଧ ଦୁଇଟା ଚିପୁଥିଲ, ହେଲେ ଆଜିକାଲି ତମେ ମୋ ଦୁଧରେ ଟିକେ ବି ହାତ ଲଗାଉନ, ସେଥିପାଇଁ ମୋ ଦୁଧ ପୁରା ମଉଳି ଗଲାଣି, ପୁରା ଝାଉଁଳି ପଡ଼ିଲାନି। ମୁଁ କ'ଣ କରିବି କ'ଣ ନାହିଁ ମୁଁ କିଛି ଚିନ୍ତା କରିପାରିନି। ମୁଁ କହିଲି ତୁ ଗେଇଁବା ପାଇଁ ଦେଉନୁ, ସେଥିପାଇଁ ମୋ ମନ ଭାଙ୍ଗିଗଲାଣି। ତାପରେ ସେଦିନ ସେ କ'ଣ ଏମିତି ଯାଦୁ ହେଇଯାଏ, କୌଣସି ପ୍ରକାର ମ୍ୟାଜିକ୍ ହେଇଯାଏ, କିଛି ପଏଣ୍ଟ ଆସିଯାଏ। ସେ ମୋତେ କହିଲା କି ଆଜି ମୋର ତମଠାରୁ ଗିଆଁ ଖାଇବାକୁ ବହୁତ ଇଚ୍ଛା ହେଉଛି। ମୁଁ ଫଟ୍ କିନା ମୋ ପ୍ୟାଣ୍ଟରୁ ବାଣ୍ଡ କାଢ଼ିଲି, ଆଉ ବାଣ୍ଡ କାଢ଼ି ଯେମିତି ଧରେଇ ଦେଇଛି ମୋ ସ୍ତ୍ରୀ ତା ଗାଣ୍ଡିଟାକୁ ମାଡ଼ି ମୋ ବାଣ୍ଡରେ ଲଗେଇଦେଲା। ତାର ଗୋରା ଗାଣ୍ଡିକୁ ମୋର ପୁରା ଲମ୍ବା ଆଉ ନାଲିଆ ବାଣ୍ଡ ପୁରା ଗାଣ୍ଡି ଭିତରେ ପୂରେଇ ଜବରଦସ୍ତ ଗିଆଁ ଗେହିଲି। ନଡ଼ିଆ ତେଲ ଆଉ ଛିପ ପକେଇ ଗେଇଲି। ଯେତେ ଗେଉଥାଏ ମନ ପୁରା ମାନୁନଥାଏ। ଗଡ଼େଇ ପଡ଼େଇ 2 ଦିନ ଯାକ ଗେଇଲି। ମୋ ସ୍ତ୍ରୀ ଆଉ ଖଟରୁ ଉଠି ପାରୁନଥାଏ। ତ ଏମିତି ଗିଆଁ ଗେଇଁ ପୁରା ରାତି ସାରା ଚାଲିଲା। ତେଣିକି ଡକ୍ଟର ମ୍ୟାଡ଼ାମକୁ ବି ମୁଁ ମଝିରେ ଯାଏ ତାଙ୍କ ବିଆକୁ ଚାଟିବା ପାଇଁ। କେବଳ ତାଙ୍କ ବିଆ ଚାଟିବାକୁ ମୋର ବହୁତ ଇଚ୍ଛା, କାହିଁକିନା ମୁଁ ଗୋଟେ ବିଆ ପାଗଳ। ମୋତେ ବିଆ ହିଁ ନିହାତି ଆବଶ୍ୟକ। ଯେଉଁଠି ବିଆ ଦେଖିବି ମୁଁ ମୋ ବାଣ୍ଡକୁ ଆଉ ସମ୍ଭାଳି ପାରେ ନା। ତ ଆଜିର ଭିଡ଼ିଓଟି ଛୋଟିଆ ଭିଡ଼ିଓଟି ଆଜ୍ଞା ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିହାତି ଜଣାନ୍ତୁ। ମୁଁ ବହୁତ ଦିନ ପରେ ଆପଣମାନଙ୍କ ପାଇଁ ଭିଡ଼ିଓ ଆଣି ଆସିଛି। ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ କେବେ ଭୁଲିବେନି। ପ୍ରତିଦିନର ଗିଆଁ ଗେହିଁର ମଜା ନେବା ପାଇଁ ଏମିତି କଣ୍ଟିନ୍ୟୁ ମୋ ଭିଡ଼ିଓ ଦେଖୁଥାନ୍ତୁ। ଆଉ 100% ନୂଆ ଘଟଣା ନୂଆ କାହାଣୀ ଉପରେ ଆଧାରିତ ଭିଡ଼ିଓ। ଆପଣଙ୍କୁ କୌଣସି କପି ପେଷ୍ଟ ମିଳିବନି। ଜବରଦସ୍ତ ଭିଡ଼ିଓ ଆପଣମାନେ ଲାଗି ରୁହନ୍ତୁ, ଦେଖି ରୁହନ୍ତୁ, ମାଇକିନିଆଙ୍କୁ ଦେଖାନ୍ତୁ, ଗର୍ଲଫ୍ରେଣ୍ଡକୁ ଦେଖାନ୍ତୁ, ଯେଉଁଠି ସେୟାର କରିବା କଥା କରନ୍ତୁ। ଆଉ ମେନ୍ କଥା ଗିଆଁ ଗେହିଁରେ ଆଗେ ରୁହନ୍ତୁ, ବିଆ ଚାଟିବାକୁ କେବେ ଭୁଲନ୍ତୁ ନାହିଁ। ବାଏ ବାଏ।